पुष्कळ ମୁଁ ଆଦିତ୍ୟ ପାଣିଗ୍ରାହୀ। ଆମେ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ବଟୁଗାଁର ଗଞ୍ଜାମ ଜିଲ୍ଲାର ଓଡ଼ିଶା ରାଜ୍ୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଗଣ ଆମ ଘରରେ ଲାଗିଥିବା ଅଳନ୍ଦ ଗୁଡ଼ିକୁ ସଫା କରିବା ପାଇଁ ସାଧାରଣତଃ ଝାଡୁର ବ୍ୟବହାର କରିଥାଉ, ଯାହାଦ୍ୱାରା ସେ ଧୂଳି ଗୁଡ଼ିକ ଆମ ଆଖିରେ ପଡ଼ିବାର ସମ୍ଭାବନା ଥାଏ। ଏହା ଆମ ଆଖିରେ ପଡ଼ିବା ସହିତ ଆମ ମୁଣ୍ଡରେ ଏବଂ ଶରୀରର ଚର୍ମରେ ମଧ୍ୟ ପଡ଼ିଥାଏ, ଯାହା ଫଳରେ ଆମ ଆଖିରେ ଦୃଷ୍ଟି ରୋଗ ଏବଂ ଶରୀରରେ ଚର୍ମ ରୋଗ ଏବଂ ମୁଣ୍ଡର ଚୁଟି ମଧ୍ୟ ନଷ୍ଟ ହୋଇଥାଏ। ଏହାକୁ ଭିତ୍ତି କରି ଆମେ ଡୋର୍ କ୍ଲିନର ଅମ୍ବ୍ରେଲା ତିଆରି କରିଛୁ। ଏହାକୁ ତିଆରି କରିବା ପାଇଁ ଆମେ ଝାଡୁ ଛତା ଓ ଏକ ଲମ୍ବା ବାଡ଼ିର ଆବଶ୍ୟକ। ଏହି ଡୋର୍ କ୍ଲିନର ଯେଉଁ ଅମ୍ବ୍ରେଲାକୁ ଆମେ ଘରରେ ଲାଗିଥିବା ସାତର ଅଳନ୍ଦ ଗୁଡ଼ିକୁ ସଫା କଲେ ସେହି ଅଳନ୍ଦ ଗୁଡ଼ିକ ଆମ ଶରୀର ଉପରେ ନ ପଡ଼ି ଏହି ଛତା ମଧ୍ୟରେ ପଡ଼ିଥାଏ, ଯାହାଦ୍ୱାରା ଆମେ ସେହି ଅଳନ୍ଦ ଆମ ଶରୀର ପଡ଼ିବା ଦ୍ୱାରା ଆମେ ବିଭିନ୍ନ ରୋଗର ଶିକାର ହେଉ। ଏହି ଡୋର୍ କ୍ଲିନର ଛତା ଦ୍ୱାରା ଆମେ କୌଣସି ରୋଗର ମଧ୍ୟ ଶିକାର ହୋଇନଥାଉ, ଏହାରୁ ଆମେ ମୁକ୍ତି ପାଇଥାଉ। ଏଥିପାଇଁ ଧନ୍ୟବାଦ।